ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହା ଏକ ସିରିଜ ଆପଣଙ୍କ ପାଇଁ ଅଟେ, ଯେଉଁଥିରେ ସବୁ କ୍ୱେଶ୍ଚିନ୍ସ ଓଡ଼ିଶାର ତଥା ଭାରତର ଯେତିକି ବି ଏକ୍ଜାମ୍ସ ହେଇଛି, ଯେଉଁଥିରେ ବି କମ୍ପ୍ୟୁଟର୍ସର କ୍ୱେଶ୍ଚିନ୍ସ ରହିଛି, ସବୁ କ୍ୱେଶ୍ଚିନ୍ସକୁ ଗୋଟିଏ ପରେ ଗୋଟିଏ ମୁଁ ଆପଣଙ୍କ ପାଇଁ କଭରେଜ କରିଦେଉଛି। ଏବଂ ଯେତିକି ବି ଆପଣଙ୍କର ପରୀକ୍ଷାରେ ଅପକମିଂ ଏକ୍ଜାମ୍ସରେ ଆପଣଙ୍କର ପଡ଼ିବ, ଯାହା ବି ପଡ଼ିବ ଏଇ ଭିତରୁ ହିଁ ଆପଣଙ୍କର ପଡ଼ିବ। ତ ବିନମ୍ର ଅନୁରୋଧ ଆପଣଙ୍କୁ ରହିବ ଯେ ଏହି ସିରିଜକୁ ଆପଣ ଯେମିତି କମ୍ପ୍ଲିଟଲି ଦେଖିବେ, ଯଦ୍ୱାରା କି ସବୁ କ୍ୱେଶ୍ଚିନ୍ସର ଆନ୍ସର୍ସ ଆପଣ ଦେଖୁ ଦେଖୁ କରିପାରିବେ। ଏବଂ ଡେଡିକେଟେଡ଼ଲି ଆପଣ ପଢ଼ିବା ପାଇଁ ଚାହୁଁଥିଲେ, ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ, ଯଦ୍ୱାରା କି ସବୁଦିନ ଆପଣ ପଢ଼ିପାରିବେ 8 ରୁ 9 ଘଣ୍ଟା। ଏବଂ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ ରହିଛି ଆମର ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପରେ 2,13,000ରୁ ଅଧିକ ପିଲା ଅଛନ୍ତି। ସେଇ ଗ୍ରୁପରେ ଆପଣ ଜଏନ୍ ହେବେ, ଯଦ୍ୱାରା କି ସବୁ ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ଚାଲନ୍ତୁ ଏହି ଭିଡ଼ିଓରେ ଆମେ OSSC ଆପଣଙ୍କର କମ୍ବାଇନ୍ଡ ଷ୍ଟେନୋ ଯେଉଁ ପରୀକ୍ଷା ହେଇଥିଲା ଷ୍ଟେନୋଗ୍ରାଫର, ତାର କ୍ୱେଶ୍ଚିନ୍ସକୁ ଆମେ ଡିସ୍କସନ୍ ଆପଣଙ୍କର କରିବା। କ୍ୱେଶ୍ଚିନ୍ ନମ୍ବର 1, ଦ ବେସିକ୍ ଅପରେସନ୍ ପାରଫର୍ମ ବାଇ କମ୍ପ୍ୟୁଟର ଆର୍। ଗୋଟେ କମ୍ପ୍ୟୁଟର କ'ଣ କ'ଣ ସବୁ କରିଥାଏ? ଏରିଥମେଟିକ୍ କାମ କରେ, ଲଜିକାଲ ମଧ୍ୟ କରିଥାଏ, ଷ୍ଟୋରେଜ ମଧ୍ୟ କରିଥାଏ। ସବୁ ଜିନିଷ ଗୁଡ଼ା ଅଛି, ତାହେଲେ ତ ଅଲ୍ ଆପଣଙ୍କର କରିଦେବା। ଏବେ ବେସିକାଲି ଆପଣଙ୍କର CPU କାହା କାହାକୁ ନେଇକି ଆପଣଙ୍କର ଗଠିତ ଆମେ ଜାଣିଛେ। ଗୋଟେ ହେଲା CU, ଆଉ ଗୋଟେ ଆପଣଙ୍କର ALU, ଆଉ ଗୋଟେ ଆପଣଙ୍କର ମେମୋରି। ତ ଯେଉଁ ଜାଗାରେ ବି ଏଡିସନ୍, ସବଷ୍ଟ୍ରାକ୍ସନ୍, ମଲ୍ଟିପ୍ଲିକେସନ୍, ଡିଭିଜନ୍ ଏଇସବୁ ଲେଖା ହେଇଥିବ, ଆମେ କ'ଣ କରିବା? ALU କରିବା। ଆଉ ସବୁ ପାର୍ଟ ସହିତ ଆପଣଙ୍କର କୋଅର୍ଡିନେସନ୍ କିଏ କରନ୍ତି? CU ବା କଣ୍ଟ୍ରୋଲ ୟୁନିଟ୍ ଆପଣଙ୍କର କରିଥାଏ। ଚାଲେଗା ପରବର୍ତ୍ତୀ ଆପଣଙ୍କର କ୍ୱେଶ୍ଚିନ୍ ଦେଖନ୍ତୁ କ'ଣ ପଚାରିଛି। କହୁଛି ହ୍ୱାଟ୍ ଇଜ୍ ଦ ମେନ୍ ଡିଫରେନ୍ସ ବିଟୱିନ୍ ଏ ମେନ୍ ଫ୍ରେମ୍ ଆଣ୍ଡ ଏ ସୁପର କମ୍ପ୍ୟୁଟର। ଗୋଟେ ମେନ୍ ଫ୍ରେମ୍ ଆଉ ସୁପର କମ୍ପ୍ୟୁଟର ମଧ୍ୟରେ ବେସିକାଲି କ'ଣ ଡିଫରେନ୍ସ ରହିଛି ବୋଲି ଆପଣଙ୍କର ପଚାରିଛି। ଠିକ୍ ଅଛି, ଦେଖନ୍ତୁ ସୁପର କମ୍ପ୍ୟୁଟର ଗୁଡ଼ା ବହୁତ ହି ଫାଷ୍ଟ ଆପଣଙ୍କର କରିଥାଏ। ଠିକ୍ ଅଛି, ମେନ୍ ଫ୍ରେମ୍ ଗୁଡ଼ା ଟିକେ ଆପଣଙ୍କର ଅଳ୍ପ ଗୁଡ଼ାକୁ ଆପଣଙ୍କର କରିଥାଏ। ଠିକ୍ ଅଛି, ତାହେଲେ କେଉଁଟା ଆପଣଙ୍କର ଏତେ କାଳି ଆପଣଙ୍କର ଖର୍ଚ୍ଚ କରାହେଇଛି? ତାହେଲେ ଏଇଟା ଆପଣଙ୍କର ହେଇଯିବ ନା, ଏଇଟା ଆପଣଙ୍କର ଅପସନ୍ ନମ୍ବର ଆପଣଙ୍କର ସି। ଠିକ୍ ଅଛି, କମ୍ପ୍ୟୁଟର ବ୍ରେନ୍ ବୋଲି ଆମେ କାହାକୁ ଆପଣଙ୍କର କହିଥାଉ? କାହାକୁ କହୁରେ? CPUକୁ ଆମେ କ'ଣ ବୋଲି କହୁନା, କମ୍ପ୍ୟୁଟର ବ୍ରେନ୍ ବୋଲି ଆପଣଙ୍କର କହିଥାଉ। ଠିକ୍ ଅଛି, ପରବର୍ତ୍ତୀ ଆପଣଙ୍କର କ୍ୱେଶ୍ଚନ୍, ଦ୍ୟାଟ୍ ବେସିକାଲି ମେମୋରି ଗୁଡ଼ା ଆମର କେତେ ପ୍ରକାର କିରେ? ଦୁଇ ପ୍ରକାର ନା, ଗୋଟେ ହେଉଛି ଆପଣଙ୍କର ପ୍ରାଇମେରୀ, ଆଉ ଗୋଟେ ହେଉଛି ଆପଣଙ୍କର ସେକେଣ୍ଡାରୀ। ତ ମେମୋରି ବେସିକାଲି ଆମର ଦୁଇ ପ୍ରକାର, ପ୍ରାଇମେରୀ ଆଉ ସେକେଣ୍ଡାରୀ। ତ ରାମ୍ ଆଉ ରୋମ୍ ବି ଆପଣଙ୍କର ଚାହିଁଲେ ଆପଣ କହିଦେଇପାରିବେ। ଆଉ ର୍ୟାଣ୍ଡମ୍ ଆଉ ସିକ୍ୱେନ୍ସିଆଲ ତ ଆକ୍ଚୁଆଲି କେବେ ଆପଣଙ୍କର ହୁଏନି। ଆଉ ଯେହେତୁ ଅଲ୍ ଆପଣଙ୍କର ଅଛି, ତ ଆମେ କରିଦେଲେ କରିଦେବା, କିମ୍ବା ରାମ୍ ଆଉ ରୋମ୍ ଆପଣଙ୍କର କରିଦେବା, ନହେଲେ ପ୍ରାଇମେରୀ ଆଉ ସେକେଣ୍ଡାରୀ ଆକ୍ଚୁଆଲି ହେଇଥାଏ। ପଚାରିଛି ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ଡିଜାଇନ୍ ଟୁ କଣ୍ଟ୍ରୋଲ ଦ ଅପରେସନ୍ ଅଫ୍ ଏ କମ୍ପ୍ୟୁଟର। ମାନେ କମ୍ପ୍ୟୁଟରକୁ ଯିଏ ଆପଣଙ୍କର କଣ୍ଟ୍ରୋଲ କରିଥାଏ, ବେସିକାଲି କିଏ ଆପଣଙ୍କର କରିଥାଏ? ସିଷ୍ଟମ୍ ସଫ୍ଟୱେର୍ ଗୁଡ଼ା ନା, ଯେଉଁଗୁଡ଼ା ପୂର୍ବରୁ ଆପଣଙ୍କର ପ୍ରି ଇନଷ୍ଟଲ୍ ଥାନ୍ତି, ସେଗୁଡ଼ା ହିଁ ଆପଣଙ୍କର କରିଥାନ୍ତି। ତାହେଲେ ସିଷ୍ଟମ୍ ସଫ୍ଟୱେର୍ ଆପଣଙ୍କର ହେଇଯିବ। ଯେଉଁଗୁଡ଼ାକୁ ପରବର୍ତ୍ତୀ ସମୟରେ ଆମେ ଇନଷ୍ଟଲ୍ କରୁ, ତାକୁ ଆମେ କ'ଣ ବୋଲି କହୁନା, ଆପ୍ଲିକେସନ୍ ସଫ୍ଟୱେର୍ ବୋଲି ଆମେ କହିଥାଉ। CD ROM ବା କମ୍ପାକ୍ଟ ଡିସ୍କ ରିଡ୍ ଅନଲି ମେମୋରି ଆପଣଙ୍କର, ଏଇଟା ଗୋଟେ ଆପଣଙ୍କର କ'ଣ ହେଇଯିବରେ? CD ROM ଗୋଟିଏ ଆମର ମ୍ୟାଗ୍ନେଟିକ୍ ଆପଣଙ୍କର ଅଟେ। ତାହେଲେ ମ୍ୟାଗ୍ନେଟିକ୍ ଗୁଡ଼ା CD, ଆଉ DVD ଗୁଡ଼ା ଆପଣଙ୍କର ମ୍ୟାଗ୍ନେଟିକ୍ ଆପଣଙ୍କର ଅଟେ। ତାହେଲେ ଏଗୁଡ଼ା ଆପଣଙ୍କର ଅପ୍ଟିକାଲ ଷ୍ଟୋରେଜ ଡିଭାଇସ୍। ତ ସେମି କଣ୍ଡକ୍ଟର ତ ହେବନି, ମେମୋରି ବି ନୁହେଁ, ମ୍ୟାଗ୍ନେଟିକ୍ ବି ନୁହେଁ, ତ ଏଗୁଡ଼ା ହେଉଛି ଅପ୍ଟିକାଲ ଷ୍ଟୋରେଜ ଗୁଡ଼ା ଆପଣଙ୍କର ଅଟେ। ଏଇ ଭିତରୁ କେଉଁଟା ଇନପୁଟ୍ ନୁହେଁ? ଯଦି ଇନପୁଟ୍ ଆପଣଙ୍କର ନୁହେଁ, ତାହେଲେ ଆଉଟପୁଟ୍ ହେଇଥିବ ନା। କେଉଁ ଦେଇକି ଆମେ ଆଉଟପୁଟ୍ ଆମର ବାହାରେ? କେଉଁଟା ଆପଣଙ୍କର? ସ୍କାନର ତ ଆପଣଙ୍କର ଇନପୁଟ୍, ଭଏସ୍ ରେକଗ୍ନାଇଜେସନ୍ ଆପଣଙ୍କର ଇନପୁଟ୍, ଦେନ୍ କମ୍ପ୍ୟୁଟର ଆଉଟପୁଟ୍ ଟୁ ମାଇକ୍ରୋଫିଲ୍ମ, এইটা ଆପଣଙ୍କର ଦେଖନ୍ତୁ ଅପ୍ଟିକାଲ କ୍ୟାରେକ୍ଟର ରେକଗ୍ନାଇଜେସନ୍ OCR ତ ଆପଣଙ୍କର ଇନପୁଟ୍ ଆପଣଙ୍କର ଅଟେ, ତାହା ଆପଣଙ୍କର ଆଉଟପୁଟ୍ ତ ନୁହେଁ। ତାହେଲେ ଏଇଟା ଆପଣଙ୍କର ଅଲଗା ଅଛି। ଆଉ ମ୍ୟାଗ୍ନେଟିକ୍ ଡିସ୍କ ଆର୍ ଦ ମୋଷ୍ଟ ପପୁଲାର ମିଡ଼ିୟମ୍ ଫର୍ ଡେସ୍କ। ମ୍ୟାଗ୍ନେଟିକ୍ ଡିସ୍କ ଗୁଡ଼ା ବେସିକାଲି ଆପଣଙ୍କର କିପରି ବୋଲି ଆପଣଙ୍କର ପଚାରିଛି। ବୋଥ୍ ଆପଣଙ୍କର ଅଛି ମାନେ ତ ଆମେ କରିଦେଇଥାନ୍ତେ, ଯେ ଅଛି ମାନେ ତ ମାରିଦେବା ଆଉ। ଠିକ୍ ଅଛି, ହୁଇଚ୍ ଅଫ୍ ଦ ଫଲୋଇଂ ପ୍ରଡ୍ୟୁସେସ୍
ବେଷ୍ଟ କ୍ୱାଲିଟି ଗ୍ରାଫିକ୍ସ ରିପ୍ରଡକ୍ସନ୍। ବର୍ତ୍ତମାନ ଆମେ ସବୁଠାରୁ ଅଧିକ କୋଉଟାକୁ ବ୍ୟବହାର ଆପଣଙ୍କର କରୁଛେ? ସମସ୍ତଙ୍କର ଘରେ ଘରେ ପ୍ଲଟର। ପ୍ଲଟରଟା ମାନେ ଗ୍ରାଫିକ୍ସ ପାଇଁ ସବୁଠାରୁ ଆପଣଙ୍କର ବେଷ୍ଟ ଆପଣଙ୍କର ଅଟେ। ଠିକ୍ ଅଛି। ସଫ୍ଟୱେର୍ ଗୁଡ଼ା ଆପଣଙ୍କର କ'ଣ କରେ ବୋଲି ପଚାରିଛି। ଯଦି ଦେଖନ୍ତୁ ବୋଥ୍ ଆପଣଙ୍କର ଅଛି ନା, ସିଏ ହାର୍ଡ଼ୱେର୍ର କେପାବିଲିଟିଜ୍କୁ ଆପଣଙ୍କର ଏନହାନ୍ସ କରେ। ସିପିୟୁକୁ ମଧ୍ୟ ଆପଣଙ୍କର କ'ଣ କରିଥାଏ ରେ, ସିପିୟୁର ସ୍ପିଡ଼କୁ ମଧ୍ୟ ଆପଣଙ୍କର ବଢ଼େଇଥାଏ। ସିପିୟୁର ସ୍ପିଡ଼ ଆକ୍ଚୁଆଲି ରାମ୍ ଉପରେ ଆପଣଙ୍କର ଡିପେଣ୍ଡ ଆପଣଙ୍କର କରିଥାଏ। ଠିକ୍ ଅଛି। ତାହେଲେ ଏଇଠି ଆମେ ଅପସନ୍ ନମ୍ବର ଏଟା କରିଦେଲେ ବେଷ୍ଟ। ବୋଥ୍ ବି ଚାହିଁଲେ ହେବ, ବଟ୍ ଏଟା ଆପଣଙ୍କର ସବୁଠାରୁ ବେଷ୍ଟ ରହିଛି। ନେକ୍ସଟ, according to arranging of data in a logical sequencing is called। ଆମେ ଯେଉଁ ଡାଟା ଗୁଡ଼ାକୁ ଆପଣଙ୍କର ସଜେଇ ଥାଉ, ସଜେଇବାକୁ ଆମେ କ'ଣ ବୋଲି କହୁରେ? ସର୍ଟିଂ ବୋଲି ଆପଣଙ୍କର କହିଥାଉ। ଯେମିତି ଏ ରୁ ଜେଡ୍ ହେଇଗଲା, ବା ଟପ୍ ଟୁ ଆପଣଙ୍କର ବଟମ୍, ଏଗୁଡ଼ା ଆମର ସର୍ଟିଂ ବୋଲି ଆମେ କହୁ। ଆବାକାସ ଗୋଟିଏ ଆପଣଙ୍କର କ'ଣ? ଆବାକାସ ଥିଲା ଆମର କ'ଣ କେରେ କହିଲ? ଏଇଟା ହେଉଛି ଆମର ଗୋଟିଏ ମେକାନିକାଲ, ଆପଣ ମନେକର ଏଇଟା କମ୍ପ୍ୟୁଟର ନୁହେଁ, ଏଇଟା ହେଉଛି କାଲକୁଲେଟର। ତାହେଲେ କେମିତିକା ଆପଣଙ୍କର କାଲକୁଲେଟର ଆପଣଙ୍କର ଥିଲା? ତ ଆବାକାସ ହେଉଛି ଆପଣଙ୍କର ପ୍ରଥମ ଇଲେକ୍ଟ୍ରୋମେକାନିକ ଆପଣଙ୍କର କହିବା, ନା କେବଳ ଆପଣଙ୍କର ମେକାନିକାଲ ଆପଣଙ୍କର କୁହାଯିବ, ମେକାନିକାଲ କାଲକୁଲେଟର। ଠିକ୍ ଅଛି। ଇନଷ୍ଟ୍ରକ୍ସନ୍ ଆଣ୍ଡ ମେମୋରି ଆଡ୍ରେସେସ୍ ଆର୍ ରିପ୍ରେଜେଣ୍ଟେଡ୍ ବାଇ ଡେସ୍ କୋଡ୍। ସବୁଗୁଡ଼ା ଆପଣଙ୍କର କେମିତିକା ହେଇଥାଏ କହିଲ? ଯେତିକି ବି ଆପଣଙ୍କର କମ୍ପ୍ୟୁଟର୍ସ ଗୁଡ଼ା ଆପଣଙ୍କର ଭାଷାକୁ ବୁଝେ, କେଉଁ ଗୁଡ଼ାକ ଆପଣଙ୍କର ବୁଝେ? ବାଇନାରୀ ଗୁଡ଼ାକ ହିଁ ଆପଣଙ୍କର ବୁଝିଥାଏ ନା, 0 ଆଉ 1 ଆପଣଙ୍କର ହେଇଯିବ। ଆମର ଯେତିକି ବି ଚିପ୍ ଗୁଡ଼ା ଆପଣଙ୍କର ବାହାରୁଛି ସିଲିକନ୍ କିମ୍ବା ଜର୍ମାନିୟମରେ, ତାହେଲେ ସିଲିକନ୍ ଆପଣଙ୍କର ହେଇଗଲା କିମ୍ବା ଜର୍ମାନିୟମ, ଏସବୁ ଗୁଡ଼ା ଆପଣଙ୍କର ଗୋଟେ ଗୋଟେ ଆପଣଙ୍କର କ'ଣ? ସେମି କଣ୍ଡକ୍ଟର ଡିଭାଇସେସ୍ ଆପଣଙ୍କର ଅଟେ। ତାହେଲେ ସେମି କଣ୍ଡକ୍ଟର। ଏ ରେଜିଷ୍ଟର ଅର୍ଗାନାଇଜ୍ ଟୁ ଏଲାଉ ଟୁ ମୁଭ୍ ଲେଫ୍ଟ ଓ ରାଇଟ୍ ଅପରେସନ୍ ଇଜ୍ କଲ୍ଡ। ଯେ ଲେଫ୍ଟକୁ କିମ୍ବା ରାଇଟ୍କୁ ଆପଣଙ୍କର ମୁଭ୍ କରିବାରେ ଆପଣଙ୍କର ଯିଏ ସାହାଯ୍ୟ କରିଥାଏ, ତାକୁ ଆମେ କ'ଣ ବୋଲି କହୁ? ସିଫ୍ଟ ରେଜିଷ୍ଟର ବୋଲି ଆମେ କହିଥାଉ। ଠିକ୍ ଅଛି। ନେକ୍ସଟ, ଅପରେଟିଂ ସିଷ୍ଟମ ଗୁଡ଼ା ଆମର କେଉଁ ଜେନେରେସନରୁ ଆପଣଙ୍କର ଆରମ୍ଭ ହେଲା ବୋଲି ପଚାରିଛି। ଅପରେଟିଂ ସିଷ୍ଟମ ଗୁଡ଼ା ଆମର କେବେଠୁ ଆପଣଙ୍କର ହେଲାରେ? ଆପଣଙ୍କର ମନେ ଥିବ ଥାର୍ଡ ଫୋର୍ଥରୁ ଆମେ କହିଦେଇପାରିବା। ତାହେଲେ ଏଇ ଭିତରୁ ଆପଣଙ୍କର କେଉଁଟା ଆପଣଙ୍କର ହେଇଯିବ? ଦେଖନ୍ତୁ, ତାହେଲେ ସଠିକ୍ ଉତ୍ତର ଆପଣଙ୍କର ହେଇଯିବ ଥାର୍ଡ ଜେନେରେସନ୍ ଆପଣଙ୍କର ହେଇଯିବ। ଠିକ୍ ଅଛି, ଥାର୍ଡ ଜେନେରେସନ୍। ଆଚ୍ଛା, ଆମକୁ ବେଳେବେଳେ ଆପଣଙ୍କର ପରୀକ୍ଷାରେ ପଚାରିଦେବ ଯେ କ'ଣ କିରେ କହିଲ, ଏଇ ଯେଉଁ କେଉଁ ଜେନେରେସନରେ କାହାକୁ ଆପଣଙ୍କର ବ୍ୟବହାର କରାଯାଇଥିଲା। ତ ଆପଣଙ୍କର ମନେ ଥିବ ଫାର୍ଷ୍ଟ ଜେନେରେସନରେ ଆମର ଭ୍ୟାକ୍ୟୁମ୍ ଟ୍ୟୁବ୍କୁ, ସେକେଣ୍ଡ ଜେନେରେସନରେ ଟ୍ରାଞ୍ଜିଷ୍ଟରକୁ, ଥାର୍ଡ ଜେନେରେସନରେ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ବା ଆଇସି, ଫୋର୍ଥ ଜେନେରେସନରେ ମାଇକ୍ରୋ ପ୍ରୋସେସର ବା ଭିଏଲ୍ଏସ୍ଆଇ, ଭେରି ଲାର୍ଜ ସ୍କେଲ୍ ଇଣ୍ଟିଗ୍ରେଟେଡ୍ ସର୍କିଟ୍, ଆଉ ଫିଫ୍ଥ ଜେନେରେସନ୍ ହେଉଛି ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ଆପଣଙ୍କର ଯୁଗ। ଏ କମ୍ପ୍ୟୁଟର କନସିଷ୍ଟ ଅଫ୍, କମ୍ପ୍ୟୁଟରରେ ବେସିକାଲି କ'ଣ କ'ଣ ସବୁ ଆପଣଙ୍କର ହୁଏ? ମେମୋରି ଆପଣଙ୍କର, ସିପିୟୁ, ଇନପୁଟ୍ ଆଉଟପୁଟ୍ ଡିଭାଇସ୍, ସବୁ ଜିନିଷ ଆପଣଙ୍କର ରହିଥାଏ। ଚାଲେଗା। Where is a computer mouse moves over the table surface, the trackball is called। ଦେଖନ୍ତୁ, ଯେତେବେଳେ ଆମେ ଧର ଯେଉଁ ମାଉସଟାକୁ ଆପଣଙ୍କର ଏପଟ ସେପଟ କରୁ, ତ ଏଇ ଯେଉଁ ଏପଟ ସେପଟ ଆପଣଙ୍କର କରୁ, ତାକୁ ଆମେ କ'ଣ ବୋଲି କହୁ? ଠିକ୍ ଅଛି। ଟ୍ରାକବଲଟା ହେଉଛି ଷ୍ଟେସନାରୀ। ଠିକ୍ ଅଛି, ବିଲକୁଲ। ୱାନ୍ ବାଇଟ୍ ଯେ ଆପଣଙ୍କର କେତେ ବିଟ୍ ଆମେ ଜାଣିଛେ ନା, 8 ବିଟ୍ରେ ଆପଣଙ୍କର କେତେ ହୁଏ ନା, 1 ବାଇଟ୍ ଆପଣଙ୍କର ହୁଏ। 4 ବିଟ୍ରେ ଆପଣଙ୍କର କେତେ ନା, 4 ବିଟ୍ ଯେ ହେଉଛି ଆପଣଙ୍କର 1 ନିବୁଲ। ସେମିତି 8 ବିଟ୍ ଇଜ୍ ଇକ୍ୱାଲ୍ ଟୁ ଆପଣଙ୍କର କେତେ ହେଇଯିବ ନା, 1 ବାଇଟ୍ ଆପଣଙ୍କର ହେଇଯିବ। ଠିକ୍ ଅଛି। ଧରାଯାଉ ଆପଣ ଚାହୁଁଛନ୍ତି, ଇଫ୍ ୟୁ ଆର୍ ଗୋଇଂ ଟୁ ଏ ସାଇଟ୍, ଆପଣ ଗୋଟେ ୱେବସାଇଟ୍କୁ ଗଲେ, ଏବେ କାଳେ ସେ ୱେବସାଇଟ୍ଟା ଆପଣ ଭୁଲିଯିବେ। ଠିକ୍ ଅଛି। ତ ଆପଣମାନେ ତାକୁ କ'ଣ କରିଦିଅନ୍ତି କହିଲେ, ତାକୁ ବୁକମାର୍କ ଆପଣମାନେ ଯଦି କରିଦେବେ ନା, ଦେନ୍ ତାକୁ ଆଉ ଆପଣ ଭୁଲିବେ ନାହିଁ। ତ ତାକୁ ଆମେ ବୁକମାର୍କ ଆପଣଙ୍କର କରିଦେଲେ ହେଇଯିବ। ଠିକ୍ ଅଛି। ଆମକୁ ବେଳେବେଳେ ହାଇପାର ଲିଙ୍କର ସର୍ଟକଟ୍ ମଧ୍ୟ ଆମକୁ ପରୀକ୍ଷାରେ ପଚାରି ଦିଏ। ଦେନ୍ ଦେଖନ୍ତୁ, ଇଣ୍ଟରନେଟ୍ ଏକ୍ସପ୍ଲୋରର ହେଇଗଲା ଆମର। ଦେନ୍ ଆପଣଙ୍କର ଯେଉଁ ରହିଲା ମୋଜିଲା ଫାୟାରଫକ୍ସ, ଆପଣଙ୍କର ଗୁଗୁଲ କ୍ରୋମ୍ ହେଇଗଲା, ମାଇକ୍ରୋସଫ୍ଟ ଏଜ୍ ହେଇଗଲା। ଏଗୁଡ଼ା ଗୋଟେ ଗୋଟେ ଆପଣଙ୍କର କ'ଣ ବୋଲି ପଚାରିଛି। ଏଗୁଡ଼ା ଗୋଟେ ଗୋଟେ ଆମର ବ୍ରାଉଜର ଆପଣଙ୍କର ଅଟେନାରେ। ଏଗୁଡ଼ା ହେଉଛି ଆମର ଗୋଟେ ଗୋଟେ ଆପଣଙ୍କର ବ୍ରାଉଜର। ବେଳେବେଳେ HTTPର ଫୁଲ୍ ଫର୍ମ ବି ଆମକୁ ପଚାରି ଦିଏ, ହାଇପାର ଟେକ୍ସଟ ମାର୍କଅପ୍ ଲାଙ୍ଗୁଏଜ ଆମେ ଆପଣଙ୍କର କରିଦେବା। ଠିକ୍ ଅଛି। HTTP ଆପଣଙ୍କର ହାଇପାର ଟେକ୍ସଟ
ट्रांसफर प्रोटोकॉल आपणकर HTML हेले आपणकर हाइपर टेक्स्ट मार्कअप लैंग्वेज आमे करिथाउ आउ जोटा प्राइवेट नेटवर्क को आमे कोन बोली कहू रे इंट्रानेट बोली आमे कहू ना आउ जोटा को केही भी आपणकर व्यवहार करंती ताको आमे कोन बोली कहू रे इंटरनेट बोली आमे कहिथाउ चलेगा बहुत ही बढ़िया computers manipulate data in many ways and this manipulation is called कंप्यूटर आपणकर जो डाटा गुडा को आपणकर मैनिपुलेट करे याडू सियाडू ताको आमे आपणकर कोन बोली कहिथाउ ताको आमे कोन बोली कहू रे ताको आपणकर कहिथाउ आमे प्रोसेसिंग कंप्यूटर कोन करे प्रोसेसिंग आपणकर ताले ताको आमे कोन बोली कहिथाउ ना प्रोसेसिंग बोली आपणकर कहिथाउ नेक्स्ट व्हिच ऑफ द फॉलोइंग मेनू टाइप्स इज आल्सो कॉल्ड ए ड्रॉप डाउन मेनू ड्रॉप डाउन मेनू को आमे आउ कोन बोली कहिथाउ ना पुल डाउन ड्रॉप डाउन माने पुल डाउन ताको पुल डाउन बोली मते हमरो कहा जाय ठीक अछि कहूची व्हिच टाइप ऑफ फाइल इज क्रिएटेड बाय वर्ड प्रोसेसिंग प्रोग्राम हमरो वर्ड प्रोसेसिंग आपणकर के करिथाय एमएस वर्ड आपणकर करिथाय ताले एटा गोटे आपणकर कोन हे जिवो एमएस वर्ड बा आपणकर डॉक्यूमेंट फाइल बोली हमें आपणकर कहिबा ठीक अछि नेक्स्ट ए desk contains buttons and menus that provide quick quick access to commonly used command माने आमे जो गुडा मैक्सिमम समय रे व्यवहार करिथाउ से गुडा आपणकर को जगह रुहे टूल बार रे आपणकर रहिथाय हाउसिंग ऑल हार्डवेयर सॉफ्टवेयर स्टोरेज एंड प्रोसेसिंग इन वन साइट लोकेशन सब जिनस गुडा को जदि आमे गुटे जगह रे आपणकर रखिबा ताको आमे कोन बोली कहिथाउ ताकू सेंट्रलाइज्ड प्रोसेसिंग बोली आपणकर कुहा जाय ठीक अछि तो यह थिला आपणकर ओएसएससी कंबाइंड स्टेनोर परीक्षा आपणकर 2024 रो क्वेश्चन थैंक यू जय जगन्नाथ।